ମା ମୋତେ ସବୁବେଳେ ଗୋଟେ କଥା କୁହନ୍ତି। ମା କହିବେ ଯେତେବେଳେ ପରିବା କାଟିବୁ ତାକୁ ଦେଖିକି କାଟିବୁ, ସାଇଜିଆ କରି କାଟିବୁ। ଯଦି ପରିବା ସାଇଜିଆ ହେଇଥିବ ତାହେଲେ ତରକାରୀର ରଙ୍ଗ, ଢଙ୍ଗ, ସ୍ୱାଦ ସବୁ ଆପେ ଆପେ ଆସିଯିବ। ମୁଁ କହିଲି ମୁଁ କ'ଣ ପରିବା ଭଲ ଭାବରେ କାଟେନି? ନା ସେମିତି ଭଲ ହୁଏନି? ନା ଭଲ ଲାଗେନି? ମା କହିଲେ ନା ସବୁ ଭଲ ଲାଗେ କିନ୍ତୁ ତା ଭିତରେ ବି କିଛିଟା ଶିଖିବାର ଅଛି। ଶିଖିପାରିଲେ ସବୁ କିଛି ଭଲ ହବ। ତାପରେ ମୁଁ କହିଲି ମା ଆପଣ ବା ଅଛନ୍ତି ଶିଖେଇବାକୁ, ଯଦି ନ ଶିଖିଥିବି ଆପଣ ଶିଖେଇଦେବେ। ତାପରେ ଆଉ କ'ଣ ଯେ ମା ମୋତେ ବସିଗଲେ ଶିଖେଇବା। ପୋଟଳ ଆଜି ତରକାରୀ କରିବି ବୋଲି ଆଣିଥିଲି। ମା କହିଲେ ମା ପୋଟଳ କାଟିଲା ପୂର୍ବରୁ ପ୍ରଥମେ ତାକୁ ଚୋପା ଛଡ଼େଇ ସାରିଲା ପରେ ତାକୁ ଧୋଇଦେବୁ। ଧୋଇ ସାରିଲା ପରେ କାଟିକି ତାକୁ ଆଉ ପାଣିରେ ପକେଇବୁନି, ତାକୁ ଡାଇରେକ୍ଟ ସେଭଳିଆ ରଖିକି ଭାଜିବୁ। କାହିଁକିନା ଯଦି ପାଣିରେ ପକେଇଦେବୁ ପାଣି ଅଧିକା ଟାଣି ନେବ ଆଉ ତେଲ ବି ଅଧିକା ଟାଣିବ, ତରକାରୀ ପାଣି ଫଟକା ହେଇଯିବ। ସେଥିପାଇଁ ଏସବୁ ବେଶୀ କରି ଧ୍ୟାନ ଦେବୁ। ଆଉ ଆଳୁକୁ ସବୁବେଳେ ଚୋପା ଛଡ଼େଇବୁ ପୋଟଳ ପାଇଁ। ମାଙ୍କ କଥା ଶୁଣି ମୁଁ ବି ସେମିତି କରେ। ଆପଣଙ୍କୁ କେମିତି ଲାଗିଲା?